प्रभु जीशु ख्रीष्टଙ୍କ ଠାରୁ ପ୍ରଚୁର ଶାନ୍ତି ଦୟା ଅନୁଗ୍ରହ ସଦାକାଳ ଆପଣ ପ୍ରତ୍ୟେକ ଜଣଙ୍କ ପ୍ରତି ବର୍ତ୍ତୁ। ବିଗତ ଦିନମାନଙ୍କରେ ଆମେମାନେ ଏକ ଅଂଶ ଚିନ୍ତା କରିଥିଲୁ ଯାହା ଦ୍ୱିତୀୟ କରନ୍ଥୀୟ 11 ପର୍ବ ଆଉ ତାର 3 ପଦରେ ଲେଖାଯାଏ, କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି। ଏହି ବାକ୍ୟ ଯେତେବେଳେ ଆମେ ଚିନ୍ତା କରିଥିଲୁ ସେତେବେଳେ ମୁଁ କହିଥିଲି ଯେ ଯେଉଁମାନେ ଶୟତାନର କଥା ଶୁଣନ୍ତି, ପ୍ରଭୁଙ୍କ ଠାରୁ ଦୂରେଇ ଯାଆନ୍ତି, ସେମାନଙ୍କର ଅନ୍ତିମ ପରିଣାମ ଏହି ଅଟେ ଯେ ସେମାନଙ୍କର ନାମ ଜୀବନ ପୁସ୍ତକରୁ ଲିଭେଇ ଦିଆଯାଏ। ଆଜି ସେହି ଅଂଶରୁ ଆମେମାନେ ଆଉ ଏକ ବିଷୟ ଚିନ୍ତା କରିବା। ପାଉଲ କହୁଛନ୍ତି ଯେ ମୋର ତଥାପି ବି ଭୟ ହେଉଅଛି। ସେ ଭୟର କାରଣ କ'ଣ? ଏହାର ଦ୍ୱିତୀୟ ଅଂଶ ଆଜି ଆମେ ଚିନ୍ତା କରିବା। ଏହି ପଦରେ ପ୍ରାୟ 5 ଗୋଟି ମେସେଜ ଲୁଚିକି ରହିଛି, 5 ଗୋଟି ଭାଗ ଅଛି ଏହି ମେସେଜର। ଆଜି ଆମେମାନେ ତାହାର ଦ୍ୱିତୀୟ ଭାଗକୁ ଚିନ୍ତା କରିବା ଯେ ପାଉଲଙ୍କର ଭୟର କାରଣ କ'ଣ? କାହିଁକି ପ୍ରେରିତ ପାଉଲ କହୁଛନ୍ତି ଯେ ତୁମମାନଙ୍କୁ କାଳେ ସର୍ପ ଭୁଲେଇବ, ତୁମେମାନେ ପବିତ୍ରତା ଛାଡ଼ିଦେବ, ସରଳତା ଛାଡ଼ିଦେବ, ମୋହର ଏହି ଭୟ ହେଉଅଛି। ପବିତ୍ର ବାଇବଲରୁ ଚିନ୍ତା କରିବା ଯେ କାହିଁକି ପାଉଲ ଭୟ କରୁଛନ୍ତି। ରୋମିଓ ପୁସ୍ତକ ତାର 13 ପର୍ବ ରୋମିଓ ପୁସ୍ତକ ତାର 13 ପର୍ବ ଆଉ ତାର 11 ପଦରେ ଏହିପରି ଲେଖାଯାଏ, ପୁଣି ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର, କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବା ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ ହୋଇଅଛି। ବାକ୍ୟରେ ଲେଖା ହେଉଛି ଆମେମାନେ ବିଶ୍ୱାସ କରିବା ଦିନଠାରୁ ବର୍ତ୍ତମାନ ଆମମାନଙ୍କର ପରିତ୍ରାଣ ଅଧିକ ସନ୍ନିକଟ ହୋଇଅଛି। ଏହି ବାକ୍ୟର ଅର୍ଥ କ'ଣ? ବାଇବଲ ତ କହେ ଆମେମାନେ ଯେତେବେଳେ ବିଶ୍ୱାସ କଲୁ, ବିଶ୍ୱାସ କରିବା ଦ୍ୱାରା ଆମେ ପରିତ୍ରାଣ ପାଇଲୁ। ପୁଣି କାହିଁକି ବାଇବଲରେ ଲେଖା ହେଉଛି ଏବେ ପରିତ୍ରାଣ ସନ୍ନିକଟ ହୋଇଅଛି? ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ପରିତ୍ରାଣ 4 ପ୍ରକାରର ଅଛି। ସବୁଠୁ ପ୍ରଥମ ପରିତ୍ରାଣ ବିଷୟରେ ଟିକେ ଚିନ୍ତା କରିବା, ଯାହା ମାଥ୍ୟୁ ଲିଖିତ ସୁସମାଚାର ତାର 1 ପର୍ବ ଆଉ ତାର 21 ପଦରେ ଲେଖାଯାଏ। ପବିତ୍ର ବାକ୍ୟରେ ଲେଖାଯାଏ, ଦୂତ କହିଲେ, ତୁମେ ତାହାଙ୍କର ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବେ। ପ୍ରଥମ ପ୍ରକାର ପରିତ୍ରାଣ ପାପରୁ ପରିତ୍ରାଣ ଅଟେ। ଯେଉଁଦିନ ଆମେମାନେ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କଲୁ, ଯେଉଁଦିନ ଆମେମାନେ ଆମ ପାପର ବୋଧ ପାଇଲୁ, ଯେଉଁଦିନ ଆମେ ଯୀଶୁଙ୍କ ପାଦ ତଳେ ଲୋଟିଗଲୁ, ପ୍ରଭୁ ମୁଁ ପାପୀ, ମୋତେ ଦୟା କରନ୍ତୁ, ସେହିଦିନ ସେ ମୋର ସବୁ ପାପରୁ ମୋତେ ପରିତ୍ରାଣ କଲେ। ଏହି ପରିପ୍ରେକ୍ଷୀରେ ପଦେ କହିବାକୁ ଚାହୁଁଛି, ଶୁଣନ୍ତୁ। ଦାଉଦ କହିଲେ, ମୋହର ମା ମୋତେ ପାପରେ ଗର୍ଭରେ ଧାରଣ କଲେ। ଏ କେମିତିକା କଥା ହେଲା? ପରମେଶ୍ୱର ପ୍ରଭୁଙ୍କ ବାକ୍ୟରେ ଲେଖାଯାଏ, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ, ତହିଁର ଶଯ୍ୟା ସୂଚି ଥାଉ। ଅତଏବ ପ୍ରଭୁ ବିବାହର ମେଜକୁ ସୂଚି କରିଛନ୍ତି, ସ୍ୱାମୀ ସ୍ତ୍ରୀର ମିଳନକୁ ସୂଚି କରିଛନ୍ତି। ତେବେ କାହିଁକି ଦାଉଦ କହୁଛନ୍ତି ମୋର ମା ମୋତେ ପାପରେ ଗର୍ଭରେ ଧାରଣ କଲା? ବାକ୍ୟରେ ଲେଖାଯାଏ, ଜଣେ ପାପ କରିବା ହେତୁ ସମସ୍ତେ ପାପୀ ହେଲେ। ଆଦମ ପାପ କରିବା ହେତୁ ସମସ୍ତେ ପାପୀ ହେଲେ। ଆପଣଙ୍କ ଘରେ ଥିବା ଅତ୍ୟନ୍ତ ସାନ ଶିଶୁଟି ମଧ୍ୟ ପାପୀ, ଯେ ପର୍ଯ୍ୟନ୍ତ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପାଇନାହିଁ। ଆମମାନେ ଅନେକ ସମୟରେ ଭାବୁ, ଓ ସାନ ଛୁଆଟା ନିଷ୍ପାପ ଶିଶୁ। ନାଇଁ ଆଜ୍ଞା, ନିଷ୍ପାପ ଶିଶୁ ନାହିଁ। ଜଣେ ପାପ କରିବା ଦ୍ୱାରା ସମସ୍ତେ ପାପୀ ହେଇଗଲେ, ଆଉ ପାପ ଆସିବା ହେତୁ ମୃତ୍ୟୁ ମଧ୍ୟ ପ୍ରବେଶ କଲା।
ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ସେଇ ମୃତ୍ୟୁରୁ ଉଦ୍ଧାର କରିବାକୁ, ରକ୍ଷା କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ଗୋଟେ ଅଂଶ ପଢ଼ିବା, ଯଦି ଦୁଲା ମଉସା ଅଛନ୍ତି ଟିକେ ପଢ଼ିବାରେ ସାହାଯ୍ୟ କରିବେ। ଗୀତ ସଂହିତା ପୁସ୍ତକ 89 ପର୍ବ ତାର 48 ପଦ। ଯେ ମୃତ୍ୟୁ ନ ଦେଖି ଜୀବିତ ରହିବ ଓ ପାତାଳର ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ? ଯେ ମୃତ୍ୟୁ ନ ଦେଖି ଜୀବିତ ରହିବ ଓ ପାତାଳର ପରାକ୍ରମରୁ ଆପଣା ପ୍ରାଣକୁ ମୁକ୍ତ କରିବ, ଏପରି ମନୁଷ୍ୟ କିଏ? ଜଣେ ପାପ କରିବା ହେତୁ ସମସ୍ତେ ପାପୀ ହେଲେ, ପାପ ହେତୁ ମୃତ୍ୟୁ ପ୍ରବେଶ କଲା, ଆଉ ସେଇ ମୃତ୍ୟୁ ସମସ୍ତଙ୍କ ପ୍ରତି ରହିଲା। ଆମେ ଜାଣିଛୁ ପାପର ବେତନ ମୃତ୍ୟୁ। ପ୍ରଭୁ କହିଲେ ଜଣେ ପାପୀର ମରଣରେ ମୋର କିଛି ସନ୍ତୋଷ ନାହିଁ। ସେଇ ପାପୀଟି ଫେରୁ ବଞ୍ଚୁ, ଏଥିରେ କି ମୋର ସନ୍ତୋଷ ନାହିଁ। ପ୍ରଭୁ କହୁଛନ୍ତି ବଞ୍ଚ, ମୃତ୍ୟୁ କହୁଛି ମୁଁ ଛାଡ଼ିବି ନାହିଁ, କାରଣ ଏମାନେ ପାପ କରିଅଛନ୍ତି। ପ୍ରଭୁ କହିଲେ ଛାଡ଼ିବୁ ନାହିଁ ତ ଠିକ୍ ଅଛି, ତୋର କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ। ପ୍ରଭୁ ଗୋଟେ ବ୍ୟବସ୍ଥା କଲେ, ଯାହା ମାର୍କ ଲିଖିତ ସୁସମାଚାର 10 ପର୍ବ ତାର 45 ପଦରେ ଲେଖାଯାଏ। ମାର୍କ ଲିଖିତ ସୁସମାଚାର 10 ପର୍ବ ଆଉ ତାର 45 ପଦରେ ଏହିପରି ଲେଖାଯାଏ, କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି। ଶୁଣନ୍ତୁ, ପାପ ପ୍ରବେଶ କଲା, ପାପ ହେତୁ ମୃତ୍ୟୁ ପ୍ରବେଶ କଲା। ମୃତ୍ୟୁ କହିଲା ଯେତେ ଲୋକ ପାପ କରିଛନ୍ତି ସମସ୍ତେ ମୋର, ମୁଁ କାହାରିକୁ ଛାଡ଼ିବି ନାହିଁ। ପ୍ରଭୁ କହିଲେ ପାପୀ ଫେରୁ ବଞ୍ଚୁ, ମୃତ୍ୟୁ କହିଲା ମୁଁ ଛାଡ଼ିବି ନାହିଁ। ଯୀଶୁ ଆସି କହିଲେ ମୁଁ ମୂଲ୍ୟ ଦେବି। ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 53 ପର୍ବ ତାର 12 ପଦରେ ଲେଖାଯାଏ, ସେ ଆପଣାର ପ୍ରାଣ ମୃତ୍ୟୁ ମୁଖରେ ଢାଳି ଦେଲେ, ଯେପରି ଆପଣ ଆଉ ମୁଁ ରକ୍ଷା ପ୍ରାପ୍ତ ହେବୁ। ଦୂତ କହିଲେ ତୁମେ ତାହାଙ୍କର ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଯୋହନ ଲିଖିତ ସୁସମାଚାର 18 ପର୍ବ ତାର 8 ପଦରେ ଲେଖାଯାଏ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ରୋମିଓ ସୈନ୍ୟମାନେ ଆରେଷ୍ଟ କରିବାକୁ ଆସିଛନ୍ତି। ସେମାନେ ଆସିବା ସମୟରେ ଯୀଶୁ ପଚାରିଲେ ତୁମେ କାହାକୁ ଖୋଜୁଅଛ? ସେମାନେ କହିଲେ ଆମେ ଯୀଶୁଙ୍କୁ ଖୋଜୁଅଛୁ। ଯୀଶୁ କହିଲେ ମୁଁ ତ ସେହି। ଏହି ବାକ୍ୟ ଶୁଣୁ ଶୁଣୁ ସେମାନେ ଦୂରକୁ ଛିଟକି ଯାଇ ପଡ଼ିଗଲେ। ଯୀଶୁ ପୁନର୍ବାର ପଚାରିଲେ କାହାକୁ ଖୋଜୁଛ କୁହ? ସେମାନେ କହିଲେ ନାଜରିତୀୟ ଯୀଶୁକୁ। ସେ କହିଲେ ମୁଁ ତ ସେହି। ଯେବେ ମୋତେ ଖୋଜୁଅଛ ମୋତେ ଧର, ଏମାନଙ୍କୁ ଛାଡ଼ିଦିଅ, ଏମାନଙ୍କୁ ଯିବାକୁ ଦିଅ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଦୟା ହେତୁ ଆଜି ଆପଣ ଆଉ ମୁଁ ପରିତ୍ରାଣ ପାଇଛୁ। ସେ କହିଲେ ମୋତେ ଧର, ସେ ନିଜର ପ୍ରାଣ ଢାଳି ଦେଲେ, ଏଥିପାଇଁ ଆପଣ ଆଉ ମୁଁ ପରିତ୍ରାଣ ପାଇଛୁ। ଶରୀରରେ କରିଥିବା ପ୍ରତ୍ୟେକଟି ପାପରୁ ପରିତ୍ରାଣ ପାଇଛୁ। ପ୍ରତ୍ୟେକଟି ମୃତ୍ୟୁଜନକ ପାପରୁ ଉଦ୍ଧାର ପାଇଛୁ। ପ୍ରତ୍ୟେକଟି ଚକ୍ଷୁର ଅଭିଳାଷରେ କରିଥିବା ପାପରୁ ରକ୍ଷା ପାଇଛୁ। ପ୍ରତ୍ୟେକଟି ଲୌକିକ ଗର୍ବର ପାପରୁ ରକ୍ଷା ପାଇଅଛୁ, କାରଣ ଯୀଶୁ କହିଲେ ମୁଁ ତ ସେହି, ମୋତେ ଧର, ସେମାନଙ୍କୁ ଯିବାକୁ ଦିଅ। ଖ୍ରୀଷ୍ଟରେ ମୋର ପ୍ରିୟମାନେ, ପ୍ରେରିତ ପାଉଲ କୁହନ୍ତି ପରିତ୍ରାଣର ଦିନ ନିକଟବର୍ତ୍ତୀ ହେଇଅଛି। ସେହି ନିକଟବର୍ତ୍ତୀ ଦିନର ପରିତ୍ରାଣ ପାଇବା ପାଇଁ ସବୁଠୁ ପ୍ରଥମେ ଏହି ଶରୀରରେ କରିଥିବା ପ୍ରତ୍ୟେକଟି ପାପ କର୍ମରୁ ପରିତ୍ରାଣର ଆବଶ୍ୟକତା ଥିଲା। ମୃତ୍ୟୁର ଭୟରୁ ଉଦ୍ଧାର ଆବଶ୍ୟକତା ଥିଲା। ପ୍ରଭୁ ଯୀଶୁ କହିଲେ ମୁଁ ଅଛି, ମୁଁ ପ୍ରାଣ ଦେବି। ସେ ଆପଣଙ୍କ ପାଇଁ, ମୋ ପାଇଁ ମୁକ୍ତି ସ୍ୱରୂପ ହେଇ ଆସିଲେ। ଏବେ ମୋର ପ୍ରଶ୍ନ ଆପଣମାନଙ୍କୁ, ଯଦି ସିଏ ମୋର ପାପ ପାଇଁ କ୍ରୁଶରେ ଝୁଲିଲେ, ମୁଁ କୋଉଠି ରହିବା କଥା? ମୁଁ ତାହାଙ୍କ ପାଦ ତଳେ ବସିଥିବା କଥା।
ମୁଁ ତାଙ୍କ ଗୋଡ଼ ଧରି ବସିବା କଥା ଯେ ପ୍ରଭୁ ଆପଣଙ୍କ ପ୍ରେମ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ କରୁଛି। ବାଇବଲରେ ଅନେକ ମରିୟମ ମାନଙ୍କ ମଧ୍ୟରୁ ଜଣେ ମରିୟମକୁ ଅଶୁଚି ଆତ୍ମା ଲାଗିଥିଲା, ପ୍ରଭୁ ଯୀଶୁ ତାହାଙ୍କୁ ସୁସ୍ଥ କରିଥିଲେ। ବାଇବଲ ପ୍ରକାଶ କରେ ଯୀଶୁ କବରରେ ଥିବା ସମୟରେ ଅତି ପ୍ରଭାତରୁ ସେ ଉଠିକି ଆସିଛନ୍ତି, କବର ଖୋଲା ଦେଖିଛନ୍ତି, ତାଙ୍କର ପ୍ରଭୁ କାହାନ୍ତି ବୋଲି ଭାବି, ତାଙ୍କୁ କିଏ ନେଇଗଲା ଭାବି ସେ କାନ୍ଦୁଛନ୍ତି। ଆଜି ଆମମାନେ ପରିତ୍ରାଣ ପ୍ରାପ୍ତ ଲୋକ ବୋଲି ନିଜକୁ ବୋଲାଉଛୁ, ଯୀଶୁଙ୍କ ଦ୍ୱାରା ମୃତ୍ୟୁରୁ ରକ୍ଷା ପାଇବାର ଲୋକ ବୋଲି ବୋଲାଉଛୁ। ମୁଁ ଆଜି ଆପଣ ପ୍ରତ୍ୟେକ ଜଣଙ୍କୁ ପଚାରୁଛି, ଆମେ ତ ଯଦି ଯୀଶୁଙ୍କ ପାଦ ତଳେ ବସିଛୁ ଭଲ କଥା, ଯଦି ବସିନୁ, ଯଦି ଯୀଶୁଙ୍କ ରବ ତାହାଙ୍କ ମୁଖରୁ ଶୁଣି ପାରୁନାହୁଁ, ଯଦି ତାହାଙ୍କ ଆତ୍ମା ଆମକୁ ଚଳଉନାହାନ୍ତି, ଆଉ ଆମେ କାନ୍ଦୁ ନାହୁଁ, ଜାଣନ୍ତୁ ଶୟତାନ ଭୁଲେଇ ଦେଇଛି। ବାବୁରେ ତୁ ପରିତ୍ରାଣ ପାଇଯାଇଛୁ, ସ୍ୱର୍ଗ ରାଜ୍ୟ ତୋର କହି ତତେ ସେ ଭୁଲେଇ ଦେଇଛି ଆମମାନଙ୍କୁ। ସିଏ ଜଣେ ଅଶୁଚି ଆତ୍ମା ବିଶିଷ୍ଟ ଲୋକ ସୁସ୍ଥ ହେବା ପରେ ଯୀଶୁଙ୍କୁ ଆଉ ଛାଡ଼ିଲା ନାହିଁ। ଆମେ ମୃତ୍ୟୁର କବଳରେ ଥିଲୁ, ମୃତ୍ୟୁ କହିଲା ମୁଁ ଛାଡ଼ିବି ନାହିଁ, ଯୀଶୁ ଆପଣ ପ୍ରାଣ ଢାଳି ଦେବାରୁ ଆମେ ମାନେ ରକ୍ଷା ପାଇଲୁ। ଆମେ ଆଜି ଯୀଶୁଙ୍କୁ କେତେ ଖୋଜିଲୁ। ବିଗତ ନୂଆ ବର୍ଷ ଦିନରେ ଗୋଟେ ଛୋଟ ମେସେଜ ମୁଁ ପ୍ରଚାର କରିଥିଲି, ଆଉ ସେ ମେସେଜରେ ମୁଁ କହୁଥିଲି ଆଜି ନୂଆ ବର୍ଷ ଆସିଛି ଯେ ଆମେ ସମସ୍ତେ ଏକ୍ସପେକ୍ଟ କରୁଛୁ ପ୍ରଭୁ ନୂଆ ବର୍ଷ ଆସିଛି, ମୋ ଲାଇଫରେ ସବୁ ଭଲ ହେଉ, ମୋ ଲାଇଫରେ ପ୍ରୋବ୍ଲେମ ନ ଆସୁ, ମୋ ଘରେ କେହି ଅସୁସ୍ଥ ନ ପଡ଼ନ୍ତୁ, ମୋର ଘରେ କାହାର ମୃତ୍ୟୁ ନ ହେଉ। ଆମେ କେତେ ଲୋକ କହିଲୁ ଯେ ପ୍ରଭୁ ଏଇ ବର୍ଷ ମୁଁ ଆପଣଙ୍କୁ କିଛି ଚାହୁଁନି, କେବଳ ଆପଣଙ୍କ ପାଦ ତଳେ ବସି ଆପଣଙ୍କ ବନ୍ଦନା କରିବାକୁ ଚାହୁଁଛି, ଆପଣଙ୍କ ପାଦକୁ ଚୁମ୍ବନ କରିବାକୁ ଚାହୁଁଛି, ମୋତେ ସେତିକି ଆଶୀର୍ବାଦ କରିଦିଅନ୍ତୁ ବୋଲି ଆମେ କେତେ କହିଲୁ। ଇତିହାସର ପୃଷ୍ଠାରେ ଜଣେ ସ୍ତ୍ରୀ ଲୋକ ଅଛନ୍ତି, ତାଙ୍କର ନାମ ହେଉଛି ଗ୍ଲାଡିସ୍ ଆଇଲୱାର୍ଡ। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧର ସମୟ, ଆକାଶରେ ଇଂଲଣ୍ଡର ଆକାଶ ଉପରେ ଏୟାରଫୋର୍ସର ଯୁଦ୍ଧ ବିମାନ ଗୁଡ଼ିକ ଉଡ଼ୁଛି, ସେ ନିଜ ଘରେ ବସି ପ୍ରଭୁଙ୍କ ସ୍ତବଗାନ କରୁଥିଲେ। ପ୍ରଭୁ ତାଙ୍କୁ କହିଲେ, ଗ୍ଲାଡିସ୍ ମୁଁ ଚାହେଁ ତୁମେ ଚାଇନାକୁ ଯାଇ ପ୍ରଭୁଙ୍କ କାର୍ଯ୍ୟ କର। ଦୁଇଥର ଚେଷ୍ଟା କଲେ ଯାଇପାରିଲେ ନାହିଁ। ଗୋଟେ ଦିନ ଆସିଲା, ସେ ପ୍ରଭୁଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଲେ, ତାଙ୍କ ପାଖରେ ଥିବା 120 ଟଙ୍କା ରଖିଦେଲେ, ନିଜର ବାଇବଲ ରଖିଦେଲେ, ନିଜକୁ ରଖିଦେଲେ, କହିଲେ ପ୍ରଭୁ ମୁଁ ନିଜକୁ ଦେଇ ଦେଉଛି, ମୋ ପାଖରେ ଯାହା ଅଛି ମୁଁ ସବୁ ଆପଣଙ୍କୁ ଦେଇ ଦେଉଛି, ଆପଣଙ୍କ ଇଚ୍ଛା ମତେ କଢ଼େଇ ନିଅନ୍ତୁ। ଆମେ ଖାଲି ମାଗିବାର ଲୋକ ନ ହଉ ଆଜ୍ଞା, ଆମେ ଟିକେ ପ୍ରଭୁଙ୍କ ପାଇଁ ବଞ୍ଚିବାର ଲୋକ ହେଉ। ଆମେ ଯେତେବେଳେ ପ୍ରଭୁଙ୍କ ପାଇଁ ବଞ୍ଚୁନୁ ନା, ଜାଣନ୍ତୁ ଶୟତାନ ଆମର ବ୍ରେନ୍ ୱାଶ କରିସାରିଲାଣି। ସେଥିପାଇଁ ପାଉଲ କହୁଛନ୍ତି ମତେ ଭୟ ହଉଛି ତୁମମାନଙ୍କ ଗ୍ରାସରୁଟ୍ ପରିତ୍ରାଣ ବି ନ ହଜି ଯାଇଥାଉ ବୋଲି। ଆମେ ସମସ୍ତେ ଖାଲି କହିଦଉଛୁ ପ୍ରଭୁ ମୋତେ ଦୟା କରନ୍ତୁ। ଆମେ କେବେ ସେ ଲୋକ ହବା କହିବା ଯେ ପ୍ରଭୁ ମୋତେ ଦୟା କରନ୍ତୁ କି ନ କରନ୍ତୁ, ମୁଁ ଆପଣଙ୍କୁ ପ୍ରେମ କରିବାର ଲୋକ ହେବି। ସଦ୍ରକ ମୈଶକ ଅବଦନଗ କହିଲେ ଆମର ପ୍ରଭୁ ରକ୍ଷା କରିବାକୁ ସମର୍ଥ, ନ ରକ୍ଷା କଲେ ବି ଆମେ ତାଙ୍କର ସେବା କରିବୁ। ଆମ ପାଇଁ ସେ ଆପଣର ପ୍ରାଣ ଦେଲେ, ଆମେ ଏବେ ବି ଖୋଜୁଛୁ ପ୍ରଭୁ ମୋତେ ଟିକେ ଆଶୀର୍ବାଦ କଲେ ମୋର ବିଶ୍ୱାସ ବଢ଼ିଯିବ। ଆଜିର ଦିନରେ ବି ଲୋକମାନେ ଆଶ୍ଚର୍ଯ୍ୟ କର୍ମ ଖୋଜୁଛନ୍ତି। ମୁଁ ଆମ ପ୍ରତ୍ୟେକଙ୍କୁ ମନେ ପକାଇ ଦେବାକୁ ଚାହେଁ, ଏହି ସୃଷ୍ଟିର ସବୁଠୁ ବଡ଼ ମହତ୍ ଆଶ୍ଚର୍ଯ୍ୟ କର୍ମ ହେଇସାରିଛି, ଆମମାନଙ୍କ ଆଖି ଆଗରେ ଅଛି। ଲାଜାର ମଲା, ପ୍ରଭୁ ଯୀଶୁ ତାକୁ ଉଠେଇଲେ, ସେ ପୁଣି ମରିଛି, ସେ କବରରେ ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ପାଇଁ ମୋ ପାଇଁ କ୍ରୁଶାର୍ପିତ ହେଲେ, ସେ କବରରେ ରହିଲେ, ସେ ଉଠିଛନ୍ତି, ଏବେ ବି ଜୀବିତ ଅଛନ୍ତି ଆଜ୍ଞା, ସେ ମରି ନାହାନ୍ତି। ଆଉ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ମଧ୍ୟ ତାହାଙ୍କ ସଦୃଶ ଉଠାଯିବେ। ପ୍ରେରିତ ପାଉଲ କୁହନ୍ତି ମୋତେ ସବୁଠୁ ଆଗେ ଯେଉଁ ସୁସମାଚାର ଦିଆଯାଇଥିଲା, ମୁଁ ସେହି ସୁସମାଚାର ଦେଉଅଛି। ମୋର ପାପ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ, ମୋର ପାପ ପାଇଁ ସେ କ୍ରୁଶରେ ହତ ହେଲେ, ମୋର ପାପ ପାଇଁ ସେ କବରକୁ ଗଲେ, ଆଉ ମୋତେ ଧାର୍ମିକ ଗଣିବା ପାଇଁ ସେ ପୁନରୁତ୍ଥିତ ହେଇଛନ୍ତି। ଏହି କଥା ମୁଁ ତୁମମାନଙ୍କୁ କହୁଛି। ଆଜିର ଦିନର ବିଶ୍ୱାସୀମାନଙ୍କ ଜୀବନ ପୃଷ୍ଠା ଉଲ୍ଟେଇ ଦେଖନ୍ତୁ ଆଜ୍ଞା, ଏହି ବାକ୍ୟର ଚିହ୍ନ ବର୍ଣ୍ଣ ନାହିଁ। ବେଳେ ବେଳେ ଲାଗେ ଇଟ୍ ଇଜ୍ ନଟ୍ ଏନଫ୍ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଇଛନ୍ତି। ଇଟ୍ ଇଜ୍ ନଟ୍ ଏନଫ୍
कि प्रभु जीशु ख्रीष्ट आपण को मते धार्मिक परिगणित करने पुनरुत्थित होती आ से शीघ्र आसुअछंती तेबे ताहांकर नाम जीशुदेव कारण से आपणा लोक मान से पापरु परित्राण करेंगे। शुणु आज्ञा जदि आज विश्वास नहीं परित्राण नहीं खाली कहीदेले हेब नहीं आमे जीशुंकर जीशु कहबार अछि मोर बाइबल प्रकाश करे परित्राणर प्रथम सोपान तेरे आम जीशुंक पाखक आसिलु आम जीशुंक नाम प्रार्थना कलु गीत संहिता पुस्तक अनुसार आमे माने मृत्यु छाया बसीथिलु आमे माने पापरे बंधा होइकी बसीथिलु आमे माने मृत्युर अपेक्षा थिलु प्रभु जीशु ख्रीष्ट अंधकार मध्य जाजल्यमान आलोक होई आसिले आ कहिले मु तुम मान को स्वाधीन करूअछि नाउ यू आर फ्री। एबे द्वितीय प्रकार परित्राण पाखक जिबा रोमियो पुस्तक 6 पर्व 6 पद जेपरी आम्भे माने आउ पापर दासत्व न रहू एथिपाई पापर शरीर विनष्ट हेबा निमंते आमानको पुरातन स्वभाव जे ताहांको सहित क्रूसरे हत होई अछि। प्रेज द लॉर्ड। जेतेबेले जड़े व्यक्ति जीशुंक उद्देश्य रे बाप्तिजित हुए तार पुरातन स्वभाव जीशुंक सहित क्रूसरे हत हो जाए मीन्स जे पाप करने को दौड़ी जाउथला ही इज नो मोर से मरी जाइछि। आपण माने मते देखुचंती हृष्टपृष्ट हाथी भलिया मनीषटी देखिले भी जन लोक भाविबो बाबा नॉनवेज खाइया को भारी भल पाउथबो मने करंतु दिने आपण माने सुनले मु मरी जाइछि मरी तो नहीं मु मरी भी नहीं बोली मोर दृढ़ विश्वास मु सोईबी आ प्रभु जीशु जेबे आसीबे मु उठिबी मने करंतु सेंदिया गोटे दिन आसिला आपण माने सुनिले कहला हा बहुत आम मुंड खाउथला प्रभुंक पई प्रस्तुत हुआ प्रभुंक आगमन पई प्रस्तुत हुआ बोली कहूथला चलो टिके तापई मरी तो जाइछि सोई तो जाइछि तापे टिके मटन फटन रांधिकी नहीं कि जीवा खीरी फिरी बनईकी नहीं कि जीवा मु कफिन भितर शोथी आपण मैंने कहे बाबूरे टिके मटन खाइबू आउ खाई परिबी टिके खीरी खाइबू आउ खाई परिबी काहेकि खाई परिबिनी कारण मु मरी जाइछि ए शरीर आउ नाही आज आम बाप्तिजित तो हेइछु किंतु स्वभाव को जीशुंक सहित क्रूसार्पित करने को भूली जाइछु। मु आपण मानकु सत कथा कहूछि आज्ञा एई चिट्ठा पाउल लेखंती आ से निजे भी कहंती मु जहा करिबा को इच्छा करे नहीं ताहा करूअछि जहा करिबा को इच्छा करे ताहा करि पारु नहीं मु एही भाव देखुअछि जे मो मध्यरे पाप अछि। मु अनेक लोक मान को भेटी जो माने कहती पाउलंक भलिया लोक ठारे पाप थिला आम ठारे पाप रहिले कौन हे गला गालात्य 2 पर्व 20 पद पढ़ंतु पाउल भी कहउछन एबे मु मरी जाई अछि। आज्ञा सुनंतु जे पर्यंत हमर पुरातन पुरुष मरिबो नाही पुरातन स्वभाव मरिबो नाही से पर्यंत प्रभु जीशु ख्रीष्ट आमानक मध्यरे वास करि परिबे नाही। फिलिपियो मंडली को प्रेरित पाउल लेखंती मु ईश्वर ठारे जानुपाती प्रार्थना करूअछि जेपरि से तुम मानक आंतरिक पुरुष को बलवान हेबा को दियंती पुणी विश्वास द्वारा ख्रीष्ट तुम मानक ठारे वास करूअछंती। जे पर्यंत पुरातन स्वभाव अछि से पर्यंत ख्रीष्ट वास करि परिबे ही नाही। एणु करी अनेक लोक मानकर परित्राण से मानक प्रवृत्ति रु केबे हेई पारे नाही। गोटे छोट दृष्टांत देवी प्रथम जोहन 2 पर्व 9 पद प्रथम जोहन 2 पर्व तार 9 पदरे लिखा जाए जे अपना भाई को घृणा करे सी एबे भी अंधकार रे अछि। बाइबल प्रकाश करे अंधकार सहित आलोकर की संपर्क डुबन नहीं सत बाइबल प्रचार करुची सत किंतु एबे भी तार सहभागिता अंधकार सहित अछि परित्राण नहीं। अनेक लोक मान को शैतान भूले दिए बुझे दिए बाबूरे इतना तो चलता है जगत रे अछु
निज स्वार्थ पे टिके बंच निजर सुविधा पे टिके बंच सबु बेले एते चिंता कले हबनी सबु बेले बाइबल ले केही चली परिबे नै आज्ञा सत्य कथा कहूची एई डायलॉग मु अनेक विश्वासी मान ठारो सुनिची काहे की सुनिची कारण किए जणे से मान को भूलेई देइछि से माने अमिश्रित दुग्धपान शिशुरु बढ़ी के बय प्राप्त हेबा कथा शैतान बुझे देला नाई 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 एतिके ठीक अछि डुबन हेइचु गिरजा जाउचु बाइबल पढुचु प्रार्थना करचु आउ कोन हबो किछि दरकार नै आज्ञा शुणु वाक्य रे लिखा जाए प्रभु जीशु ख्रीस्ट निजे कहती जेते बेले सेही दिन आसीबो सेते बेले स्तन्य पेई माने आउ जो माने शिशु माने एमाने बड़ असुविधारे पड़िबे केवल गोटे धाड़ी कहूँ माने किए शुणु एमाने केही नुह एमाने एक प्रकार मंडली अटंती जो माने केबे भी आत्मार परित्राणर वाक्य को निजस्व करि पारले नहीं से माने एबे भी दुग्धपान कले से माने एबे भी आदम को कहानी अब्राहम कर कहानी रे रही गले एमानक पई बाइबल रे लेखा हितबा घटनाक्रम नुह कहानी गोटे दिन आसीबो एमाने विश्वास न करिथिबा हेतु एमाने क्लेश रे पड़िबे अनेक लोक मान शुणी आमर एठी मध्य अनेक लोक माने प्रचार करुचंती अनेक समय कही दउचंती बाइबल यही कहानी आमे जानिछु आज्ञा बाइबल गोटे भी कहानी नहीं बाइबल प्रभु जीशु आइदर दृष्टांत देइछंती नचेत सत्य घटना लिखा जाई अछि सत्य घटना को सत्य घटना कहवा दृष्टांत को दृष्टांत कहवा कहानी नुह बाइबल जनमामु नुह जे आमे ताको कहानी बोली भाबिबा कहानी बोली शयतान आम मुंडरे पुरे देइछि एणु करी आमर स्वभावर परित्राण हेई पारि नाही गला परित्राण नहीं तो ईश्वर सहित मिलन मध्य नहीं एबे तृतीय कथा को जिबा प्रेरित पुस्तक 11 पर्व तार 14 पद प्रेरित पुस्तक 11 पर्व 14 पद जे समस्त वाक्य द्वारा तुमे और तुमर समस्त परिवार परित्राण पाइबो से तुमको सही सब कहिबे बस बाइबल गोटे शब्द अछि क्रूसर शत्रु आशा करुछि आपण माने पढ़िथिबे तेरे समय आसीबो ए क्रूसर शत्रु विषय भी मु कहिबी जो लोक माने परित्राण प्राप्त लोक माने नुहंती से माने प्रत्येक जन क्रूसर शत्रु अटंती एई स्थान रे आमे कर्नलियंक परिवार विषय देखुछु कर्नलियंकर कैरेक्टरिस्टिक्स विषय लिखा जाए प्रेरित 10 पर्व 1 पद 2 पद रे से जने भक्त सपरिवार ईश्वर को भय करुथिले लोक मान को बहुत दान दउथिले आ सर्वदा ईश्वर छामुरे से प्रार्थना करिवार लोक हेतिले सबु भल गुण अछि किंतु कौन नहीं परित्राण नहीं काहेकि परित्राण नहीं वाक्य रे लिखा जाए आकाश तले मनुष्य मानक मध्य आ कौनसी नाम दिया जाए नहीं जो नाम परित्राण करि पारे जिसुंग छड़ा आ केही नहीं जे परित्राण करि पारे जिहुदिया लोक न हेले भी प्रार्थना रे अछंती हेले जिसुंग विषय शुणिले मध्य जिसुंग परिचय पाई नाहंती दिने स्वर्गर दूत आसी कहले जाफनगर को लोक पठाओ पितर को नहीं कि आस पितर तुम मान को जो वाक्य कहिबे सेही वाक्य द्वारा तुम्हें परित्राण प्राप्त हेबो पितर आसी को वाक्य प्रचार कले हिलिंग मिनिस्ट्री कले चमत्कार कले किछि कलेनी जिसुंकर कथा कहले को कथा ना जिसु की परि आमान को मध्य को आसिले की परि से प्रभुंकर इच्छा अनुसार आपना को देले की प्रकार भावरे से कबरस्थ हेले की प्रकार भावरे से पुनरुत्थित हेले आ वाक्य रे लिखा जाए प्रेरित 10 पर्व रे जे एही समस्त कथा सुनु सुनु कर्नलियंक परिवार आ से स्थान रे एकत्रित थिबा प्रत्येक लोक माने पवित्र आत्मा रे परिपूर्ण हे गले
ଆଉ ସେତେବେଳେ 10 ପର୍ବ 47 ପଦରେ ଲେଖାଯାଏ, ସେତେବେଳେ ପିତର କହିଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ ହୋଇଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥି ନିମନ୍ତେ କି କେହି ଜଳ ନିଷେଧ କରିପାରେ। ବାକ୍ୟ ଶୁଣିବା ଉତ୍ତାରେ, ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଉତ୍ତାରେ ସେମାନେ ପରିତ୍ରାଣ ପ୍ରାପ୍ତ ହେଉଅଛନ୍ତି, ସେମାନଙ୍କ ଠାରେ ଈଶ୍ୱରଙ୍କ ଆତ୍ମା ଅଧିଷ୍ଠାନ କରୁଅଛନ୍ତି। ଆଉ ସେତେବେଳେ ପାଉଲ ପିତର କହୁଛନ୍ତି, ଏବେ ଏମାନଙ୍କର ବାପ୍ତିସ୍ମ ନେବାକୁ କିଛି କେହି ଅଟକେଇ ବି ପାରିବେ ନାହିଁ। ବାକ୍ୟ ଶୁଣିବା ଦ୍ୱାରା ପରିତ୍ରାଣ ମିଳେ ଆଜ୍ଞା। ଆଜିର ଦିନରେ ଆପଣ ଗିର୍ଜା ଘରକୁ ଯାଆନ୍ତୁ, ଦେଖିବେ ଲୋକମାନେ ସବୁ ଗିର୍ଜାରେ ବସିଥିବେ, କିଏ ମୁଣ୍ଡ ଉପରକୁ କରି ଆଁ କରିକି ହାଇ ମାରୁଥିବ, ତ କିଏ ତଳକୁ ମୁଣ୍ଡ ପୋତିକିନା ହାଇ ମାରୁଥିବ, ମାନେ ଡୁଳଉଥିବ, ଯେମିତି ଲୋକମାନେ ଭାବିବେ କ'ଣ, ଓହୋ କେଡ଼େ ଭକ୍ତ ଲୋକଟେ, ଆଉ ଗିର୍ଜା ଯାକ ବସି ପ୍ରାର୍ଥନା କରୁଛି। ପ୍ରଭୁଙ୍କ ଧନ୍ୟବାଦ ହେଉ ଯେ ଆମେ ଟିକେ ନୂତନ ଯୁଗରେ ଅଛୁ। ମୁଁ ନୂତନ ଯୁଗ କହିଲି, ନୂତନ ନିୟମ ଯୁଗ କହିନାହିଁ, ନୂତନ ଯୁଗ କହିଲି। କାରଣ ପୁରାତନ ଯୁଗରେ ଇସ୍ରାଏଲ ମଧ୍ୟରେ ଏହି ନିୟମ ପ୍ରଚଳିତ ଥିଲା ଯେ ସେମାନଙ୍କର ସମାଜ ଗୃହ ମଧ୍ୟରେ ପ୍ରଭୁଙ୍କ ବାକ୍ୟ ଶୁଣିବା ବେଳେ ଯଦି କି ଢୁଳଉଥିଲେ, ସେମାନଙ୍କୁ ନେଇକି ପାହାଡ଼ର ତୀଖରୁ ଫୋପାଡ଼ି ଦିଆ ହେଉଥିଲା। କାହିଁକି? କାରଣ ସେମାନେ ନିତ୍ୟଜୀବୀ ପରମେଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରିଅଛନ୍ତି। ପିତରଙ୍କ ବାକ୍ୟ ଶୁଣୁ ଶୁଣୁ ଲୋକମାନେ ପରିତ୍ରାଣ ପାଇଲେ। ଆଜିର ଦିନରେ ପରିତ୍ରାଣ ପ୍ରାପ୍ତ ଲୋକମାନେ, ପ୍ରଭୁ ଭୋଜ ନେବାକୁ ଆସିଥିବା ଲୋକମାନେ ଗିର୍ଜା ଘରେ ବସି ଢୁଳଉଛନ୍ତି। ପ୍ରଭୁଙ୍କ ପବିତ୍ର ନାମର ମହିମା ହେଉ ଯେ ଆମକୁ କିଏ ନେଇ ଉଠେଇ ବାହାରେ ଫୋପାଡ଼ି ଦେଉନାହାନ୍ତି। କିନ୍ତୁ ମୁଁ ଆପଣମାନଙ୍କୁ ସତ କଥା କହୁଛି, ସେ ଦିନ ଆସୁଛି ତେବେ ଦୂତମାନେ ଉଠେଇ ବାହାରେ ଫୋପାଡ଼ିବେ। ପ୍ରଭୁ ଯୀଶୁ କହିଲେ ଯେ ସେତେବେଳେ ସ୍ୱର୍ଗ ରାଜ୍ୟ ଏକ ଟଣା ଜାଲ ସଦୃଶ୍ୟ ହେବ। ଜାଲ ପଡ଼ିବ, ମାଛ ଧରା ହେବ, ଭଲ ମାଛ ଗୁଡ଼ାକକୁ ସାଇତିକି ରଖାହେବ, ବାକି ଗୁଡ଼ାକକୁ ଫୋପାଡ଼ି ଦିଆହେବ। ଆଉ ପ୍ରଭୁ ଯୀଶୁ କୁହନ୍ତି, ଠିକ୍ ସେହିପରି ଶେଷ ଦିନରେ ସ୍ୱର୍ଗଦୂତମାନେ ବାଛିବେ, ଆଉ ଯେଉଁମାନେ ଅଗାଡ଼ି ଗୁଡ଼ାକ ସେଗୁଡ଼ାକ ଉଠେଇବେ, ଅଗ୍ନିରେ ଫୋପାଡ଼ି ଦେବେ। ଆଜି ଦିନ ଥାଉ ଥାଉ, ସମୟ ଥାଉ ଥାଉ ପ୍ରଭୁଙ୍କ ବାକ୍ୟକୁ ନିଜସ୍ୱ କରି ପରିତ୍ରାଣ ପ୍ରାପ୍ତ ହେବାର ଆବଶ୍ୟକତା ଅଛି। କାରଣ ବାକ୍ୟରେ ଲେଖା ହେଉଛି, ଆମେମାନେ ବିଶ୍ୱାସ କରିବା ଦିନଠାରୁ ପରିତ୍ରାଣର ଦିନ ଅଧିକ ନିକଟ ହେଇଅଛି। ଆଉ ପାଉଲ କହୁଛନ୍ତି, ମୋତେ ଭୟ ହେଉଅଛି କାଳେ ଶୟତାନ ତୁମମାନଙ୍କୁ ଭୁଲେଇ ଦେବ, ତୁମେମାନେ ପରିତ୍ରାଣ ପାଇପାରିବ ନାହିଁ। ସେ ପରିତ୍ରାଣ କ'ଣ? ପ୍ରଥମ କରନ୍ଥୀୟ 15 ପର୍ବ 52 ପଦ। କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରୀ ଧ୍ୱନିରେ ଆମମାନେ ସମସ୍ତେ ପରିବର୍ତ୍ତିତ ହେବା। କାରଣ ତୁରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମମାନେ ପରିବର୍ତ୍ତିତ ହେବା। ବାଇବଲ ପ୍ରକାଶ କରେ, ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରୀ ଧ୍ୱନିରେ ଆମେମାନେ ସମସ୍ତେ ପରିବର୍ତ୍ତିତ ହେବା। କାରଣ ତୁରୀ ବାଜିବ, ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବା। ପାଉଲ କହୁଛନ୍ତି, ଆମମାନେ ବିଶ୍ୱାସ କରିବା ଦିନଠାରୁ ପରିତ୍ରାଣ ଆମର ଅଧିକ ନିକଟବର୍ତ୍ତୀ ହେଇଅଛି। ଆଜ୍ଞା, ର୍ୟାପଚରର ଦିନ ଅଧିକ ନିକଟବର୍ତ୍ତୀ ହେଇଅଛି। ପ୍ରଭୁ ଯୀଶୁ ଡାକିବାର ଦିନ ଅଧିକ ନିକଟବର୍ତ୍ତୀ ହେଇଅଛି। ମଧ୍ୟ ଆକାଶରେ ଆମର ବରଙ୍କୁ ଭେଟିବାର ଦିନ ନିକଟବର୍ତ୍ତୀ ହେଇଅଛି। ଯେଉଁମାନେ ସେଥି ନିମନ୍ତେ ଆପଣା ଆପଣାକୁ ପ୍ରସ୍ତୁତ କରି ରଖନ୍ତି, ସେହି ଲୋକମାନେ ଧନ୍ୟ। କାରଣ ପ୍ରଥମ ଥେସଲୋନିକୀୟ 4 ପର୍ବ 16 ପଦରେ ଲେଖାଯାଏ, ପ୍ରଥମ ଥେସଲୋନିକୀୟ 4 ପର୍ବ ତାର 16 ପଦରେ ଲେଖାଯାଏ, କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ। ପାଉଲ ଆମେ କ'ଣ କହିବାର ପଢ଼ିଲୁ?
विश्वास करने दिन ठारू परित्राण निकटवर्ती ही अच्छी। प्रथम करंतिय 15:52 पढ़लु समस्ते उठिबे, से समस्ते कहले किए जो माने प्रभु रे अछंती। शैतान जो मान को भुलाए, जो माने शैतान कथारे चलती से प्रभु रे रही पारिबे नाही, से माने फल फली पारिबे नाही, से मान को परित्राण को से माने धरी रखि पारिबे नाही। जो वाक्य आत्मा को परित्राण करे से वाक्य भल लागिबो नाही। प्रभु को वाक्य लिखा होची जो माने प्रभु रे रही महानिद्रा प्राप्त होइचंती से माने आगे उठिबे। तहिरे कौन लिखा जाउछि 17 पदरे, परे आमे माने जेते लोक जीवित रही अवशिष्ट थिबु प्रभुंक सहित साक्षात करिबा निमंते आमे माने सेमानंक सह मेघमाल रे शून्य मंडल को नीत हेबु। एही प्रकारे आमे माने सर्वदा प्रभुंक सहित रहिबु। आज्ञा एई दिन निकटवर्ती हेछि। जो माने अपना अपना वस्त्र सजाड़ी से माने धन्य। जो माने निजकु ख्रीष्टंक उद्देश्य उत्सर्ग करिछन्ति से माने धन्य। जो माने एठी क्लेश सहिकी जीशुंकु लाभ करिछन्ति से माने धन्य। कारण आमे माने विश्वास करिबा दिन ठारू परित्राण अधिक निकटवर्ती हेछि। प्रभु जीशु ख्रीष्ट डाकिबार दिन अधिक निकटवर्ती हेछि। आमे माने आपणार चिर आवास स्थल को जिबार दिन अधिक निकटवर्ती हेछि। सबु लोक माने जाई परिबे नाही, सबु ख्रिस्टियान लोक माने से दिन उठिबे नाही। को दिन उठिबे? दुईटी अंश पढ़िबा, तापर आमे प्रार्थना मध्य जिबा। प्रकाशित वाक्य 20 पर्व तार 5 पद। प्रकाशित वाक्य पढ़ंतु मोसे। अवशिष्ट मृत लोक माने सेई सहस्र वर्ष शेष न हेबा पर्यंत जीवित हेले हैं। एहा ही प्रथम पुनरुत्थान। नहीं मुझे टिके भूल पड़ले। अवशिष्ट मृत लोक माने से सहस्र वर्ष शेष न हेबा पर्यंत जीवित हेले नाही। अवशिष्ट लोक माने जो माने प्रभु रे रही नाहंती ए माने जीवित हेबे नाही। ए माने कबर रे सोईकी रहिथिबे। को दिन जाए? प्रकाशित वाक्य 20 पर्व 12 पद जाए। कौन लिखा जाए? पुणी मु क्षुद्र और महान समस्त मृत लोकंकु सिंहासन सम्मुख रे ठिया होइथिबार देखिली। आउ पुस्तक सब फिटा गला। पर जीवन पुस्तक नामक आउ गोटे पुस्तक फिटा गला। से पुस्तक मानंकरे लिखित विषय प्रमाणे मृत माने अपना अपना कर्म अनुसार विचारित हेले। विचार दिन रे उठिबे। मते बहुत बढ़िया लगे 12 पदर आरंभ। पुणी मु क्षुद्र और महान समस्त मृत लोक मान को देखिली। ए क्षुद्र और महान लोक मान विषय मु पूर्वर कही आउ थरटे कहीदे मन पकई देबाकू चाहिबी। जोहन लिखित सुसमाचार 8 पर्वर कथा। फारुसी साधुकी माने जीशु को परीक्षा करने को आसिले। जीशु भूमि रे किछि लेखिले जे समस्त सेठी पत्थर पकई दे सानरू बड़ जाए पळेई गले। जब जीशु मुंड उठे देखिले से बेभिचारिणी स्त्री छड़ा और कई ठिया है नहीं। बाइबल प्रकाश करे जो माने जीशु पाखु आसुले कहते प्रभु मत दया कर, प्रभु प्रत्येक को दया करुले। यही फारुसी साधुकी माने निज निजर पाप विषय जानले सत किंतु जीशु को कही पारले नहीं प्रभु मत दया करंतु मु पापी। आमे आरंभरू पढ़िलु दूत कहले तुमे ताहांकर नाम जीशु देव कारण से अपना लोक मान को से मान को पापरु परित्राण करिवे। पापर बोध पाई कि चुप हे रही जिबार नहीं आज्ञा। पापर बोध पाई जीशु को पाद तले लोटी जिबार अछि प्रभु मु पापी मते दया करंतु। सेते बेले आमान को पाप सब धोई हि जिवो। सेते बेले आमे जीशु को सहित कलमी हेबा। सेते बेले आमर पुरातन पुरुष मरीजिव जीशु आम मानक मध्य बास करिवे। आम ठारे पवित्र आत्मा अधिष्ठान करिवे। प्रथम तुरी बाद्य रे जदि आमे महानिद्रा प्राप्त हो जाइथिबा उठी जिबा नचे द्वितीय तुरी ध्वनि रे तो ग्यारंटी जिबा जीशु सहित चिरकाल बास करिबा। एटा होची नूतन नियमर भरोसा मानक पाई। आ सेथि पई प्रेरित पाउल मंडली को लेखंती विश्वासी मान को लेखंती सावधान हे थाओ कारण जेपरी
ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଭୁଲାଇଲା, ସେହିପରି କାଳେ ସେ ତୁମମାନଙ୍କ ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ କରିବ, ଏହା ମୋର ଭୟ ହେଉଅଛି। ପାଳକଙ୍କୁ ଭୟ ହେଉଛି, ବିଶ୍ୱାସୀମାନଙ୍କୁ ଭୟ ନାହିଁ। ଯଦି ଭୟ ଥାନ୍ତା ଆମେ ସଚେତନ ହେଇଥାନ୍ତୁ। କାହିଁକି ଆମମାନେ ଏତେ ପାପରେ ପଡ଼ିଯାଉ? ଆଜି ମୋର ହ୍ୱାଟ୍ସଆପ୍ ଷ୍ଟାଟସରେ ମୁଁ ସେଇ ବାକ୍ୟଟି ରଖିଛି। ଆମେ ଏଥିପାଇଁ ପାପରେ ପଡ଼ିଯାଉ କାରଣ ଆମମାନେ ଜାଗ୍ରତ ନାହୁଁ। ଆଉ ବାକ୍ୟରେ ଲେଖା ଯେ ପାଉଲ କୁହନ୍ତି, ମୁଁ ତୁମମାନଙ୍କ ଲଜ୍ଜା ପାଇଁ ଏସବୁ କହୁଅଛି। ତମେ ଜାଣିଛ ପ୍ରଭୁଙ୍କର ଆଗମନ ଦିନ ସନ୍ନିକଟ। ତମେ ଜାଣିଛ ସେ ପ୍ରଥମ ତୁରୀ ଧ୍ୱନିରେ ଡାକିବେ, ଦ୍ୱିତୀୟ ତୁରୀ ଧ୍ୱନିରେ ଡାକିବେ। ଯେଉଁମାନେ ପ୍ରଭୁରେ ଅଛନ୍ତି ସେମାନେ ଯିବେ। ଷ୍ଟିଲ୍ ତମେ ସିନେମା ଦେଖୁଛ, ଷ୍ଟିଲ୍ ତୁମେ ବଚସା କରୁଛ, ଷ୍ଟିଲ୍ ତମେ କହୁଛ ମୋର ରାଗିଗଲେ ମୋର ରାଗ ଉପରେ କଣ୍ଟ୍ରୋଲ ନାହିଁ। ଯେଉଁମାନେ କହନ୍ତି ନା ମୁଁ ରାଗିଗଲେ ମୋର ରାଗ ଉପରେ କଣ୍ଟ୍ରୋଲ ନାହିଁ, ଏମାନେ ସବୁଠୁ ବଡ଼ ମିଛୁଆ ଲୋକମାନେ। ସ୍ତ୍ରୀ କିଛି ଭୁଲ କରିଦେଲେ ସ୍ୱାମୀ କହିବ ମୁଁ ରାଗିଲେ କାହାର ନୁହଁ ତ, ତେଣୁକରି ମୁଁ ଟିକେ ବହୁତ କଥା କହିଦେଲି। ସେଇ ସ୍ୱାମୀ ଅଫିସକୁ ଯାଇଥିବ, ତା ମ୍ୟାନେଜର ତା ଉପରେ ସକାଳ ସନ୍ଧ୍ୟାରେ ରାଗୁଥିବ, ଭିଗି ବିଲ୍ଲି ଭଳିଆ ୟେସ୍ ସାର୍ ହଉଥିବ। ସେତେବେଳେ ଆଉ ରାଗ ଲାଗୁନି? ସବୁ ଆଜ୍ଞା ପରିସ୍ଥିତିର ଦାସ ହେବେ ବୋଲି କହିବେ ମୋତେ। କିଛି ଆମେ ପରିସ୍ଥିତିର ଦାସ ନାହିଁ ଆଜ୍ଞା। ଆମେମାନେ ଯୀଶୁଙ୍କ ରକ୍ତରେ କ୍ରୀତ ଲୋକମାନେ, ଯୀଶୁଙ୍କ ସହିତ ଚିରକାଳ ବାସ କରିବା ପାଇଁ ମନୋନୀତ ଲୋକମାନେ। ଯଦି ଆମେମାନେ ଆପଣ ଆହ୍ୱାନ ଓ ମନୋନୟନକୁ ବୁଝିଯିବା, ଆମମାନେ ବାସ୍ତବରେ ନିଜର ପାପରୁ ସ୍ୱଭାବରୁ ପରିତ୍ରାଣ ପାଇଯିବା, ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେବା, ଶୟତାନ ଆମମାନଙ୍କୁ କେବେ ଭୁଲେଇ ପାରିବ ନାହିଁ। ପ୍ରଭୁ କରନ୍ତୁ ତାହାଙ୍କ ଦ୍ୱାରା ଆମେମାନେ ସର୍ବତ୍ର ଭାବରେ ବିଜୟୀ ହେଉ, ଯେପରି ଆମମାନଙ୍କର ନାମ ଜୀବନ ପୁସ୍ତକରୁ ଲିଭାଯିବ ନାହିଁ। ମାତ୍ର ସେଦିନ ପ୍ରଭୁ ନାମ ଧରି ଡାକିବେ, ଆମମାନେ ରୂପାନ୍ତରିତ ହେବା ଆଉ ଚିରକାଳ ତାହାଙ୍କ ସହିତ ବାସ କରିବା। ପ୍ରଭୁ ଏହି ସମସ୍ତ ବାକ୍ୟରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।